ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଭୋଲେନାଥ। କେମିତି ଅଛନ୍ତି ଆପଣମାନେ ସମସ୍ତେ? ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲ ଅଛି। ଆଜି ମୋର ମର୍ଣ୍ଣିଂ ଷ୍ଟାର୍ଟ ହେଇଥିଲା ପଇଡ଼ ପାଣି ପିଇବାରୁ। ତା ଭିତରେ ଯେଉଁ ନଡ଼ିଆ ଥିଲା ତାକୁ ମଧ୍ୟ ଖାଇ ଦେଇଥିଲି। ଦେନ୍ ମୁଁ କିଛି ଫ୍ରୁଟ୍ସ ଖାଇଥିଲି, ଯେମିତିକି ଆପଲ୍, ଅରେଞ୍ଜ ଆଉ ଡାଳିମ୍ବ। ଏସବୁ ଖାଇସାରିଲା ପରେ ମୁଁ ଟିକେ ଯାଇଥିଲି ମୋ ବେଡ଼ରୁମ୍କୁ, କାହିଁକିନା ବେଡ଼ରୁମ୍ରେ ମୋର ଟିକେ କାମ ଥିଲା। ମାନେ ମୋର ରୁମ୍ ଟିକେ କ୍ଲିନ୍ କରିବାର ଥିଲା, ମାନେ ସେଟଅପ୍ କରିବାର ଥିଲା। ବେଡ଼ସିଟ୍ ମୋର 1 ୱିକ୍ ଉପରେ ହେଲା ପକେଇକି ରଖିଥିଲି। ତ ମୁଁ ସେଥିପାଇଁ ଆଜି ଖରା ବି ହେଉଥିଲା, ସେଥିପାଇଁ ଭାବିଲି କି ଆଜି ବେଡ଼ସିଟ୍ଟାକୁ ଚେଞ୍ଜ କରିଦେଲେ, ୱାସିଂରେ ପକେଇଦେଲେ ହାଫ୍ ଆନ୍ ଆୱାର୍ ଭିତରେ ବେଡ଼ସିଟ୍ ଆରାମସେ ଶୁଖିଯିବ। ଏପଟେ ତ ପ୍ରବଳ ବର୍ଷା, ଏତେ ବର୍ଷା ହେଉଛି ଯେ ଲୁଗାପଟା ଶୁଖୁ ହିଁ ନାହିଁ। ତ ଆଜି ଟିକେ ଖରା ହେଇଥିଲା, ତ ଭାବିଲି ଆଜି ଏବେ ସାଙ୍ଗେ ସାଙ୍ଗେ ଚେଞ୍ଜ କରିକି ୱାସିଂରେ ପକେଇ ଦିଆଯାଉ। 45 ମିନିଟ୍ ଭିତରେ ତ ୱାସିଂରେ ସଫା ହେଇଯିବ। ଦେନ୍ ତାପରେ ତାକୁ ଯଦି ବାହାରେ ପକେଇ ଦିଆଯିବ, ଦେନ୍ ହାଫ୍ ଆନ୍ ଆୱାର୍ ଭିତରେ ଆରାମସେ ଶୁଖିଯିବ। ସେଥିପାଇଁ ଆଜି ମୁଁ ଜଲ୍ଦି ଖାଇଦେଇକି ରୁମ୍କୁ ପଳାଇ ଆସିଥିଲି। ରୁମ୍କୁ ଆସିକି ମୁଁ ମୋର ବେଡ଼ସିଟ୍, ପିଲୋ କଭର୍ ସବୁକୁ ଚେଞ୍ଜ କରିଦେଇଥିଲି। ଆଉ ଏଇଠି ମୋ ରୁମ୍ରେ ଦେଖିପାରୁଥିବେ, ରୁମ୍ ଯାକ ମୁଁ ଲୁଗା ସବୁ ଟାଙ୍ଗିକି ରଖିଛି। କାହିଁକିନା ଯେମିତି କହିଲି, ବର୍ଷା ବହୁତ ମୟୂରଭଞ୍ଜ, କେନ୍ଦୁଝର ଆଉ ବାଲେଶ୍ୱରରେ। ତ ବର୍ଷା ପାଇଁ ଲୁଗା ଜମା ଶୁଖୁନି। ଯେତେ ଯାହା କଲେ ବି ଲୁଗାକୁ ଶୁଖିବା ପାଇଁ ଦୁଇ ଦିନ ଟାଇମ୍ ଲାଗୁଛି। ବାହାରେ ତ ଖରା ହେଉ ହିଁ ନାହିଁ। ତ ଆମେ ଲୁଗା ସବୁବେଳେ ବାହାରେ ଶୁଖାଉ, କିନ୍ତୁ କେବଳ ପାଣି ମରିବା ପର୍ଯ୍ୟନ୍ତ ହିଁ ବାହାରେ ପକାଉ। ଆଉ ପାଣି ଥରେ ମରିଗଲା ପରେ ତାକୁ ଆଣିକି ଆମେ ରୁମ୍ରେ ପକାଇ ଦେଉଛୁ, ବେଡ଼ରୁମ୍ରେ ଫ୍ୟାନ୍ ଦେଇକି ଶୁଖାଉଛୁ। ଆଉ ଏଇ ତ ବର୍ଷା ତ ବହୁତ ଦିନ ହେଲାଣି କଣ୍ଟିନ୍ୟୁ ଅଛି। ବହୁତ ଲୋକଙ୍କର ବହୁତ କିଛି କ୍ଷତି ବି ହେଇଯାଇଛି। ଆଉ ହୋପଲି କି ଜଲ୍ଦି ବର୍ଷାଟା କମିଯାଉ। ଏବେ ତ ଚାଷ ଟାଇମ୍ଟା, ଲୋକମାନେ ଧାନ ଚାଷ, ବିଭିନ୍ନ ପ୍ରକାର ପନିପରିବା ଏସବୁ ଲଗେଇଛନ୍ତି। ଆଉ ସବୁଆଡ଼େ ତ ବନ୍ୟା ହେଇଗଲାଣି ବର୍ଷାରେ। ଆଉ ଯଦି ବର୍ଷା ନ କମିଲା ତାହେଲେ ବହୁତ ସାରା ଲୋକଙ୍କର ବହୁତ କିଛି ନଷ୍ଟ ହେଇଯିବ। ହୋପଲି ଜଲ୍ଦି ହିଁ ବର୍ଷା କମିଯାଉ, ତାକି ସମସ୍ତଙ୍କ ପାଇଁ ଭଲ। ଆମେ ଏବେ ପକ୍କା ଘରେ ରହୁଛୁ, ଆମେ ଏତେ କଷ୍ଟ ଫିଲ୍ କରିପାରୁନୁ। କିନ୍ତୁ ଯେଉଁମାନେ ମାଟି ଘରେ ରହୁଛନ୍ତି, ଯେଉଁମାନେ ଚାଷୀ ଲୋକ, ତାଙ୍କର କାମ ହିଁ ଚାଷ, ସେମାନଙ୍କର ପାଇଁ ବହୁତ କଷ୍ଟ ହେଉଥିବ। ସେମାନେ ଏବେ ଧାନ ଲଗେଇବେ, ପରିବା ସବୁ ଲଗେଇବେ, ତାହେଲେ ଯାଇକି ସେମାନେ ତାକୁ ଯେଉଁ ଟାଇମ୍ରେ ଧାନ ହେବ ତାକୁ ସେମାନେ ବିକ୍ରି କରିକି 2 ପଇସା ଇନକମ୍ କରିବେ ଆଉ ତାଙ୍କର ପେଟ ପୋଷିବେ। ତ ତାଙ୍କରି ପାଇଁ ମେନ୍ଲି ବର୍ଷା ହେବା ଜରୁରୀ, କିନ୍ତୁ ଏତେ ବି ଅଧିକା ବର୍ଷା ହେବାଟା ଠିକ୍ ନୁହଁ। ମୁଁ ଭାବୁଛି ଯେଉଁଟା ନ୍ୟୁଜ୍ରେ ବି ଦେଖୁଥିଲି କି ବହୁତ ଲୋକଙ୍କର ବହୁତ କିଛି ପନିପରିବା ନଷ୍ଟ ହେଇଯାଇଛି। ତ ହୋପଲି ଜଲ୍ଦି ବର୍ଷାଟା କମିଯାଉ, ଯେଉଁଥିପାଇଁ କି ଚାଷୀମାନଙ୍କ ପାଇଁ ବହୁତ ଭଲ। ଆଉ ଯେଉଁମାନେ ମାଟି ଘରେ ରହୁଛନ୍ତି, ପାଣି ପଶି ଯାଉଛି ଚୁଲିରେ, ଯେଉଁମାନେ ଖାଦ୍ୟ ବନାଉଛନ୍ତି ସେମାନେ ଚୁଲିରେ ବି ଖାଇବା ବନେଇ ପାରୁନାହାନ୍ତି। ଆଉ ବହୁତ ଲୋକମାନେ ବହୁତ ହଇରାଣ ହେଉଛନ୍ତି। ହୋପଲି ଜଲ୍ଦି ହିଁ ଏସବୁ କମିଯାଉ, ଆଉ ଲୋକମାନେ ସମସ୍ତେ ଟିକେ ଖୁସିରେ ଶାନ୍ତିରେ ରୁହନ୍ତୁ। ଆଉ ଏଇଠି ମୁଁ ମୋର ରୁମ୍କୁ ବି ସେଟଅପ୍ କରୁଥିଲି। ବେଡ଼ସିଟ୍ ତ ମୁଁ ଚେଞ୍ଜ କରୁଛି, ତା ସହିତ ମୁଁ ମୋ ରୁମ୍ରେ ଯେତିକି ସବୁ ଲୁଗା ସବୁ ମୋର ଶୁଖାଉଥିଲି, ଟାଙ୍ଗିକି ରଖିଥିଲି, ତାକୁ ବି ମୁଁ ଭାଙ୍ଗିକି ରଖିଦେଲି। ଆଉ ଏବେ ତ ମୋର ତ 7 ମନ୍ଥ କମ୍ପ୍ଲିଟ୍ ହେବା ଉପରେ ହେଲାଣି। ଆଉ ଏବେ ସବୁ ନୂଆ ସବୁ ସିମ୍ପଟମ୍ ସବୁ ଆସୁଛି। ଆଗରୁ ମୋତେ ଯାହା ସିମ୍ପଟମ୍ ଥିଲା, ଏବେ ଆଉ କିଛି ଏକ୍ସଟ୍ରା ସିମ୍ପଟମ୍ ଫିଲ୍ ହେଉଛି ମୋତେ। ଯେମିତିକି ମୋର ବେବି ଗ୍ରୋ କରିବା ସହିତ ମୋତେ ବି ବହୁତ ଡିସ୍କମ୍ଫର୍ଟ ଫିଲ୍ ହେଉଛି ଶୋଇବାରେ, ଶୋଇକି ଉଠିବାରେ। ଏମିତି ଲାଗୁଛି କି ମାନେ ହେଲ୍ପର ନିଡ଼୍ ହେଉଛି ମୋତେ, କି ଶୋଇବାରେ ଆଉ ଶୋଇକି ଉଠିବାରେ। ଯଦି ମୁଁ ବସି ରହୁଛି ତ ଉଠିବା ପାଇଁ ଇଚ୍ଛା ହେଉନି, ଆଉ ଯଦି ଛିଡ଼ା ହେଇକି ରହୁଛି ତ ବସିବା ପାଇଁ ଇଚ୍ଛା ହେଉନି।
ଆଉ ଖାଦ୍ୟ ଖାଇସାରିଲା ପରେ ପେଟ ମୋର ଫୁଲ୍ ଟାଇଟ୍ ହେଇଯାଉଛି। ଅଳ୍ପ କ୍ୱାଣ୍ଟିଟି ଖାଇଲା ପରେ ବି ପେଟ ପୁରା ଫୁଲ୍ ଟାଇଟ୍ ହେଇଯାଉଛି। ତ ସେଇ ଟାଇମ୍‌ରେ ଚାଲିବା ତ ମୋ ପାଇଁ ବହୁତ ହିଁ ଡିଫିକଲ୍ଟ ହେଇଯାଉଛି। ମୁଁ ଖାଦ୍ୟ ଖାଇସାରିଲା ପରେ ମୋତେ ଆଉ କିଛି ଦେଖାଯାଉନି। ମୁଁ ଆସିକି ଲେଫ୍ଟ ସାଇଡ଼୍ କଡ଼େଇକି ଶୋଇଯାଉଛି। ଶୋଇବାଟା ବି ତ ସେତେ ଇଜି ଫିଲ୍ ହଉନି ମୋତେ। ଆଉ ଏବେ ମୋ ପାଇଁ ଗୋଟେ ସୁବିଧା ହେଉଛି କ'ଣ କି ମୋ ପାଖରେ ଅଛି ମ୍ୟାଟର୍ନିଟି ପିଲୋ। ଯୋଉଥିପାଇଁ କି ମୁଁ ଟିକେ କମ୍ଫର୍ଟେବଲି ଶୋଇପାରୁଛି। ଆଉ ବହୁତ ସାରା ଭିଡ଼ିଓସ୍ ବି ମୁଁ ଦେଖିଥିଲି କି ଭିଡ଼ିଓସ୍‌ରେ କୁହନ୍ତି କି ମ୍ୟାଟର୍ନିଟି ପିଲୋ ମଗେଇବାଟା ହେଉଛି ପଇସାର ୱେଷ୍ଟ, ମଗେଇବା କଥା ନୁହଁ। କିନ୍ତୁ ମୋ ପାଇଁ ତ ବହୁତ ୟୁଜଫୁଲ୍ ରହୁଛି। ମୁଁ ସେତେ ବି ବଡ଼ ପିଲୋ ମଗେଇନି ଯୋଉଟାକି ଏଲ୍ ସେପ୍‌ର ଥାଏ, ୟୁ ସେପ୍‌ର ଥାଏ। ସେତିକି ବଡ଼ ପିଲୋ ନିଡ୍ ବି ନୁହଁ ମୁଁ ଭାବୁଛି ଯୋଉଟା। କାହିଁକି ନା ସେଇ ଯୋଉ ପିଲୋ ସେଟା ହେଉଛି ପୁରା ଫୁଲ୍ ବେଡ୍‌କୁ ସେ କଭର୍ କରିକି ରଖିବ। ଆଉ ବେଡ୍ ବି ଫୁଲ୍ ରହିବ। ଆଉ ମୁଁ ଯୋଉ ପିଲୋ ୟୁଜ୍ କରୁଛି ଏଇଟା ସେତିକି ବଡ଼ ନୁହଁ। ୟାର ସବୁ ପାର୍ଟ ହେଇକି ଅଛି। ଆଉ ମୁଁ ଯୋଉଟା ଏବେ ମୋର ଯୋଉଟା ମୋଷ୍ଟଲି ୟୁଜ୍ ହେଉଛି ସେଟା ହେଉଛି ଯୋଉ ଲମ୍ବା ପିଲୋଟା। ସେଇଟା ହିଁ ମୁଁ ମାନେ ମୋର ବହୁତ କାମ ଦଉଛି। ସେଟା ପୁରାପୁରି ଷ୍ଟ୍ରେଟ୍ ନାହିଁ କି ପୁରାପୁରି ୟୁ ସେପ୍‌ର କର୍ଭ ବି ନାହିଁ। ସ୍ଲାଇଟଲି କର୍ଭ ଅଛି ଯୋଉଟାକି ମୋର ଆବ୍‌ଡୋମେନ୍‌କୁ ବହୁତ ସପୋର୍ଟ କରୁଛି। ଆଉ ମୁଁ ଶାନ୍ତିରେ ଟିକେ ଶୋଇପାରୁଛି। ଏଇଟା ଦେଖିପାରୁଥିବେ ଯୋଉଟା ମୁଁ ଏବେ ବ୍ଲାକ୍ କଲର୍ ରଖିଲି ସେଇଟା ହେଉଛି ମୋର ମ୍ୟାଟର୍ନିଟି ପିଲୋ। ଏଇଟା ହିଁ ମୋର ବହୁତ ୟୁଜ୍ ହେଉଛି। ଆଉ ବାକି ତକ ତ ମୁଁ ଏତେ ୟୁଜ୍ କରୁନି। ଆଉ ମୁଁ ଶୋଇବା ଟାଇମ୍‌ରେ କ'ଣ କରୁଛି କି ଗୋଟେ ସାଇଡ଼୍‌ରେ ମୋର ମ୍ୟାଟର୍ନିଟି ପିଲୋ ଆଉ ଗୋଟେ ସାଇଡ଼୍‌ରେ ନର୍ମାଲ୍ ପିଲୋ। ଏଇ ଦି ସାଇଡ଼୍‌ରେ ରଖିକି ଶୋଉଛି। ଆଉ କାହିଁକି ନା ଗୋଟେ ପିଲୋ ଯୋଉ ପଟେ ମୁଁ ଧରିନିଅନ୍ତୁ ମୁଁ ଯଦି ଲେଫ୍ଟ ସାଇଡ଼୍‌କୁ କଡ଼େଇକି ଶୋଉଛି ତାହେଲେ ମୋର ଲେଫ୍ଟ ସାଇଡ଼୍‌ରେ ଯୋଉ ପିଲୋ ରହୁଥିବ ସେଇଟା ମୋର ଆବ୍‌ଡୋମେନ୍‌କୁ ସପୋର୍ଟ କରୁଛି। ଆଉ ଯୋଉ ଆର ପିଲୋ ରହିଲା ସେଟା ମୋର ବ୍ୟାକ୍‌କୁ ସପୋର୍ଟ କରୁଛି। ତ ସେଥିପାଇଁ ମୁଁ 2ଟା ପିଲୋ ନା ଟୋଟାଲ୍ 3ଟା ପିଲୋକୁ ମୁଁ ୟୁଜ୍ କରୁଛି। ଗୋଟେ ମୁଣ୍ଡରେ ଦଉଛି ଆଉ 2ଟା ଦି ସାଇଡ଼୍‌ରେ ଦଉଛି। ସେମିତି କରିକି ଶୋଇବା ପାଇଁ ପଡ଼ୁଛି। ଅଦର୍ କିଛି ରାସ୍ତା ହିଁ ନାହିଁ। କାହିଁକି ନା ବିନା ପିଲୋରେ ଶୋଇବି ହେଲେ ତ ମୋତେ ବହୁତ ଡିସ୍‌କମ୍ଫର୍ଟ ତା ସହିତ ଡିଫିକଲ୍ଟ ବହୁତ ହେଉଛି ଶୋଇବା ପାଇଁ। ତ ମୁଁ ତ ଯେତେ ବି ପ୍ରେଗନେଣ୍ଟ ଅଛନ୍ତି ସମସ୍ତଙ୍କୁ କହିବି କି ମ୍ୟାଟର୍ନିଟି ପିଲୋ ମଗାନ୍ତୁ କିନ୍ତୁ ସେତେ ବି ଏକ୍ସପେନ୍ସିଭ୍ ବାଲା ମଗାନ୍ତୁନି କି ସେତେ ବି ବଡ଼ ମଗାନ୍ତୁନି। ଆଉ ଆପଣ ଯଦି ବଡ଼ ମଗେଇବେ ତାହେଲେ ସେଇଟା ଆପଣଙ୍କ ବେଡ୍‌କୁ ଫୁଲ୍ଲି କଭର୍ କରିକି ରଖିବ। ଆଉ ସେ ଯୋଉ ବଡ଼ ମାନେ ଛୋଟ ପିଲୋ କ'ଣ କି ଆପଣ ଯୋଉଠି ହେଲେ ବି ତାକୁ ରଖିପାରିବେ। ବଡ଼ ପିଲୋ ହେଲେ ତା ପାଇଁ ସେତିକି ସ୍ପେସ୍ ବି ଦରକାର। ଆଉ 24 ଆୱାର୍ ସେ ପିଲୋ ଯଦି ବେଡ୍ ଉପରେ ରହିବ ତ ନିଜକୁ ବି ଗୋଟେ ଭଲ ଲାଗେନି। କ୍ଲିନ୍ ଲାଗିବନି, ସ୍ପେସିୟସ୍ ଲାଗିବନି, ଏମିତି ଲାଗିବ କିଛି ଗୋଟେ ଜାମ୍ ଅଛି। ତ ପିଲୋ କ'ଣ କି ପିଲୋର କାମ ହେଉଛି ସେ ଆବ୍‌ଡୋମେନ୍‌କୁ ସପୋର୍ଟ କରିବ। ତ ସେଥିପାଇଁ ମାନେ କମ୍ ପଇସାର ଯୋଉଟାକି ଛୋଟ ସାଇଜ୍‌ର ମଗେଇଲେ ଭଲ। ତ ସେଇଟା ହିଁ ମୁଁ କହିବି ବେଶୀ ପ୍ରାଇସ୍ ମଗାନ୍ତୁନି। ଅଧିକା ପଇସା ଖର୍ଚ୍ଚ କରିବା ବି ଜରୁରୀ ବି ନୁହଁ। ଆଉ ଏଇଟା ମଗେଇଲେ ଏଇଟା ବହୁତ ହିଁ ଭଲ। ମୋତେ ତ ବହୁତ ଭଲ ଲାଗୁଛି। ଯଦି ୟାର ଫୁଲ୍ ଡିଟେଲ୍ସ ଦରକାର କି ପିଲୋ କେମିତିଆ କ'ଣ ଲିଙ୍କ୍ ବଗେରା ସବୁ ତାହେଲେ ମୋତେ କମେଣ୍ଟ କଲେ ମୁଁ ତା'ର ଗୋଟେ ଅଲଗା ଭିଡ଼ିଓଟେ ବନେଇବି କି ମାନେ ଏଇ ଯୋଉ ପିଲୋର ଲିଙ୍କ୍ ହେଇଗଲା, ପିଲୋର ରିଭ୍ୟୁ ହେଇଗଲା, କେମିତି ପିଲୋଟା ଅଛି କ'ଣ ଅଛି ଡିଟେଲ୍ସ। ତ ତ ଯଦି ଆପଣମାନଙ୍କୁ ଦରକାର ଦେନ୍ ମୋତେ କମେଣ୍ଟ କଲେ ମୁଁ ତା'ର ଭିଡ଼ିଓଟେ ବନେଇବି। ଆଉ ମୁଁ ଏବେ ମୋର ବେଡସିଟ୍‌କୁ ପୁରାପୁରି କମ୍ପ୍ଲିଟଲି ପକେଇ ସାରି ଦେଇଥିଲି। ଦେନ୍ ଗାଧେଇ ପାଧେଇକି ମୁଁ ପଳେଇ ଆସିଥିଲି ଟିକେ ଭଜନ ଶୁଣିବା ପାଇଁ। ମୁଁ କିଛିଟା ମନ୍ତ୍ର ଶୁଣେ ଡେଲି। ଶିବଙ୍କର ମନ୍ତ୍ର ଶୁଣେ କିଛିଟା। ତ ତାକୁ ମୁଁ ବସିକି ଶୁଣୁଥିଲି ଆଉ ବେବିକୁ ବି ଶୁଣଉଥିଲି। ଆଉ ଏଇ ଯୋଉ ବିଟି ବକ୍ସଟା ଦେଖୁଛନ୍ତି ଏଇଟା ମୋ ହଜବେଣ୍ଡ ଫ୍ଲିପକାର୍ଟରୁ ମଗେଇଥିଲେ ମୋରି ପାଇଁ ଏକା। କାହିଁକି ନା ମୁଁ ମୋବାଇଲରେ ଶୁଣୁଥିଲି ତ ସେ କହିଲେ କି ମୋବାଇଲରେ କ'ଣ ପାଇଁ ଶୁଣିବ,
ଆଉ ବକ୍ସରେ ଶୁଣିଲେ ତମକୁ ବି ଭଲ ଲାଗିବ ଆଉ ବେବିକୁ ବି ଭଲ ଲାଗିବ। ତ ସେଥିପାଇଁ ଆମେ ମାନେ ମୋ ହଜବେଣ୍ଡ ଏଇଟା ମୋ ପାଇଁ ଅର୍ଡ଼ର କରିଦେଇଥିଲେ। ବହୁତ ଭଲ ବି ମାନେ ତା ସାଉଣ୍ଡ କ୍ୱାଲିଟି ବହୁତ ଭଲ। ସେତେ ବି ବଡ଼ ନୁହଁ, ଛୋଟ ସାଇଜ୍ର। ପ୍ରାଇସ୍ ବି ସେତେ ଅଧିକା ନୁହଁ, କିନ୍ତୁ ଜଣଙ୍କ ପାଇଁ ଶୁଣିବା ପାଇଁ ବହୁତ ଭଲ। ଆପଣ ଯଦି ବହୁତ ଜଣ ମିଶିକି ଶୁଣିବେ ତାହେଲେ ମେ ବି ମାନେ ପାର୍ଟି ପାଇଁ ଏଇଟା ଠିକ୍ ନୁହଁ, କିନ୍ତୁ ଜଣଙ୍କ ପାଇଁ ପୁରାପୁରି ପରଫେକ୍ଟ। 2-3 ଜଣଙ୍କ ପାଇଁ ବି ପରଫେକ୍ଟ ରହିବ। ଦେନ୍ ମୁଁ ଦ୍ୱିପହର ଟାଇମ୍‌ରେ କିଛିଟା ନିମକି ଖାଇଥିଲି। ଦେନ୍ ମୁଁ ମୋର ରେଷ୍ଟ ନେଇଥିଲି। ହଉ ସାଙ୍ଗମାନେ, ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ, ଜୟ ଭୋଲେନାଥ। ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଥ୍ୟାଙ୍କ ୟୁ।